ରାତିରେ ମୁଁ ମୋର ସାଙ୍ଗର ମାଆକୁ ଗୁହାଳ ଘର ଭିତରେ ପୂରେଇ ତା ଗୋଡ଼ ଟେକି ତା ବିଆ ଚାଟି ଚାଟି ଅସୁମାରୀ ଘିଆଁ ଗେହିଲି। ଆପଣମାନଙ୍କୁ ପୁରା ଘଟଣା ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଜଣାଇବା ପାଇଁ ଯାଉଛି। ଭିଡ଼ିଓକୁ ପ୍ରଥମରୁ ନେଇ ଶେଷ ଯାଏ ଦେଖନ୍ତୁ। ଆପଣଙ୍କୁ ଏତେ ମଜା ଦେବ ଘିଆଁ ଗେହିଁର ଆପଣମାନେ ଚିନ୍ତା କରିପାରୁନଥିବେ। ଏଇ ଭିଡ଼ିଓ ଶୁଣି ଆପଣ ହଲେଇ ବି ପାରିବେ। ଏଇ ଭିଡ଼ିଓ ଶୁଣି ଆପଣ ଆପଣଙ୍କ ମାଇକିନିଆକୁ ଠିଆଁ ଠିଆଁ ଗେହିଁ ବି ପାରିବେ। ତ ଚାଲ ଏବେ ଆମେ ଆଜିର ଘିଆଁ ଗେହିଁର ଏଇ ବିଷୟବସ୍ତୁକୁ ଆରମ୍ଭ କରିବା, ଯାହାକି ଆପଣଙ୍କୁ ବହୁତ ମଜା ଦେବ। ତ ଚାଲ ଆମେ ଆରମ୍ଭ କରିବା। ମୋ ନାଁ ସୁଦୀପ, ଆଉ ମୁଁ ଗୋଟେ ପରମ ରାଣ୍ଡୁଆ ବୋଲି ଏହାର କୌଣସି ମିଛ କଥା ନାହିଁ। ଯାହା ଆପଣମାନେ ଜାଣିଛନ୍ତି, ପୁରୁଣା ଭିଡ଼ିଓ ସବୁ ଦେଖିଥିଲେ। ବହୁ ଭିଡ଼ିଓ ମୁଁ ସବୁଯାକ ଭିଡ଼ିଓ ଡିଲିଟ୍ କରିଦେଲି କିଛି କାରଣ ଯୋଗୁଁ, ଯାହାକି ଏବେ ନୂଆ ଭିଡ଼ିଓ ପକାଉଛି। ତ ଆପଣମାନେ ଜାଣିଥିବେ ସୁଦୀପ ଗୋଟେ ପରମ ରାଣ୍ଡୁଆ, ପରମ ବେଧୁଆ, ପରମ ଛତରା, ମାଇକିନିଆ, ଟୋକି, ଆଣ୍ଟି, ବୁଢ଼ୀ କାହାକୁ ଛାଡ଼େ ନା। ସମସ୍ତେ ଖାଲି ହଁ ମାରିଲେ ତାଙ୍କ ବିଆ ଚାଟି ଗେହିଁବା ପାଇଁ ଟୋକା ରେଡ଼ି। ମୁଁ ଦେଖିବା ପାଇଁ ଗୋଟେ ହ୍ୟାଣ୍ଡସମ୍ ଆଉ 24 ବର୍ଷର ଟୋକାଟେ, ହେଲେ ମୋର ଗର୍ଲଫ୍ରେଣ୍ଡ ନାହିଁ। ଏଥିପାଇଁ ନାହିଁ କି ମୁଁ ଟୋକିମାନଙ୍କୁ ପସନ୍ଦ କରେନି। ଝିଅ ପିଲା ତ ମୋତେ ବହୁତ ଲାଇକ୍ କରନ୍ତି, ହେଲେ ମୁଁ ସେମାନଙ୍କୁ ଟିକେ ବି ପସନ୍ଦ କରେନି। ସେମାନଙ୍କର ଛୋଟିଆ ଛୋଟିଆ ଦୁଧ ଦେଖି ମୋ ବାଣ୍ଡ ଜମା ଠିଆ ହେବା ପାଇଁ ନାରାଜ। ମୋତେ ସବୁଠାରୁ ବଢ଼ିଆ ଲାଗନ୍ତି ମାଇକିନିଆ। ବିବାହିତ ମାଇକିନିଆ 34ରୁ 40 ଭିତରେ ମାଇକିନିଆ ମୋତେ ବହୁତ ପସନ୍ଦ, ଯାହାକୁ କହନ୍ତି ବହୁତ ସୁନ୍ଦର। ଆଉ ମୁଁ ତାଙ୍କୁ ବହୁତ ଖୁସିରେ, ବହୁତ ଇଚ୍ଛା କରି ତାଙ୍କ ଚଡ଼ି ଖୋଲି ତାଙ୍କୁ ବିଆ ଚାଟିବାରେ ମୁଁ ବହୁ ଏକ୍ସପର୍ଟ ଟୋକା। ଆଉ ତୁମେମାନେ ବିଶ୍ୱାସ କରିପାରିବନି, ମୁଁ କେତେ ମାଇକିନିଆଙ୍କୁ ଗେହି ଗେହି ତାଙ୍କ ବିଆରୁ ନାଳ କାଢ଼ିଛି, ତା'ର କୌଣସି ହିସାବ ନାହିଁ। ଆପଣ ବିଶ୍ୱାସ କରିବେ କି ନ କରିବେ, ହେଲେ ଆଜିର ଘଟଣା, ହୋଲି ଦିନ କେମିତି ମୁଁ ମୋ ସାଙ୍ଗର ମାଆକୁ ଗୁହାଳ ଘର ଭିତରେ ପୂରେଇ ଅସୁମାରୀ ବିଆ ଚାଟି ଚାଟି ନିଧୁମ ଗେଇଁଲି, ଆପଣମାନଙ୍କୁ ଏଇ ଘଟଣା ଜଣେଇବି। ତ ସେଦିନ ଥାଏ ହୋଲି, ଆଉ ମୋ ପାଖରେ ମୋ ପାଖରେ ଗର୍ଲଫ୍ରେଣ୍ଡ ନାହିଁ। ତ ମୁଁ କ'ଣ କରିବି, ଘରେ ସେମିତି ଶୋଇଥାଏ। ଉଠିଲି 10ଟା ବେଳୁ। ମୋ ସାଙ୍ଗମାନେ କହିଲେ ଆସ ଟିକେ ଆମେ ଡ୍ରିଙ୍କ କରି ଆସିବା। ମୁଁ କହିଲି ନା, କାହିଁକିନା ମୁଁ ବିଶେଷ ଡ୍ରିଙ୍କ ବି କରେନି। ତ ମୋତେ ଡ୍ରିଙ୍କ କଲେ ମୋତେ ବାନ୍ତି ହେଇଯାଏ। ତ ସେଥିପାଇଁ ମୁଁ ଡ୍ରିଙ୍କ କରେନି। ଗୋଟେ ଭଲ ଆଦତ ମୋର ଅଛି। ତ ଆପଣମାନେ ଏଇଥିପାଇଁ ଗୋଟେ ଲାଇକ୍ କରିଦିଅନ୍ତୁ। ତ ଇଏ ଗୋଟେ ଜିନିଷ। ତାପରେ ଆଉ ଗୋଟେ ଜିନିଷ ରହିଲା, ମୁଁ ହୋଲି କ'ଣ ମନେଇବି। ମୋର ଗୋଟେ ଗର୍ଲଫ୍ରେଣ୍ଡ ଥାନ୍ତା, ମୋ ପାଖରେ ଗୋଟେ ଟୋକି ଥାନ୍ତା, ମୋ ପାଖରେ ଗୋଟେ ମାଇକିନା ଥାନ୍ତା, ମୁଁ ଯାଇ ରଙ୍ଗ ଲଗେଇ ଦେଇଥାନ୍ତି, ସେତକ ବି ହେଇପାରିବନି। ତ କିଛି ଦିନ ତଳେ ମୁଁ ଗାଁରେ ଏମିତି ବୁଲାବୁଲି କରୁଥାଏ, ଚାଷବାସ କରୁଥାଏ, କେଉଁଠି ଏମିତି ଛୋଟ ମୋଟ କାମ ପଡ଼ିଲେ କରିଦେଉଥାଏ। ତ ଏମିତି କିଛି ଦିନ କରିବା ପରେ ତ ଦିନେ ଅଚାନକ ମୋ ପ୍ରତି ଗୋଟେ ଫୋନ୍ ଆସିଲା। ମୋ ସାଙ୍ଗ ବିଦେଶରୁ ଆସିଛି, ବାହାରେ କେଉଁଠି ଜବ୍ କରୁଥିଲା, ସେଠୁ ସେ ଆସିଛି। ଆସିଲା ପରେ ମୁଁ ଜାଣିନି ସେ ବିଦେଶରୁ ଆସିଛି ବୋଲି। ହେଲେ ସେ ମୋତେ ଅଚାନକ ସକାଳୁ ସକାଳୁ ଫୋନ୍ କଲା। ମୋତେ କହିଲା ତୁ କେଉଁଠି ଅଛୁ? ମୁଁ କହିଲି ମୁଁ ଘରେ ଅଛି। ନା, ମୁଁ ଘରକୁ ଆସିଛି ପରା। ମୁଁ କହିଲି ଆଚ୍ଛା, ତୁ ଘରକୁ ତାହେଲେ ଆସିଛୁ। ରହ ଆମ ଛକ ଆଡ଼କୁ ଆସେ, ଆମେ ଦେଖା ହେବା। ସେ କହିଲା ନା ସୁଦୀପ, ତୁ ଆମ ଘରକୁ ଆସିବାକୁ କହୁଥିଲୁ, ତୁ ଆମ ଘରକୁ କେବେ ଆସିନୁ। ଥରେ ଖଣ୍ଡେ ଆମ ଘର ଆଡ଼େ ବୁଲିକିରି ଯା। ମୁଁ କହିଲି ହଉ ଠିକ୍ ଅଛି, ମୁଁ ଆସିବି ତମ ଘର ଆଡ଼କୁ, ଏବେ ଟିକେ ସମୟ ନାହିଁ। ସେ କହିଲା ନା, ତୋତେ ଆଜି ହିଁ ଆସିବାକୁ ପଡ଼ିବ। ମୁଁ କ'ଣ କଲି, ମୋ ଆକାଉଣ୍ଟରୁ ଟଙ୍କା 500 ଉଠେଇକିରି ରଙ୍ଗ ଟିକେ କିଣିଲି, ମିଠା ଫିଠା କିଣିଲି, ଭଲ ଭଲ ଜିନିଷ ଟିକେ କିଣିକିରି ତାଙ୍କ ଘରକୁ ଗଲି। ଯେହେତୁ ମୁଁ ତାଙ୍କ ଘରକୁ ଯାଉଛି, ସାଙ୍ଗର ଘରକୁ ଯାଉଛି, ସାଙ୍ଗର ମାଆ ଥିବ, ବାପା ଥିବ, ଭାଇ ଭଉଣୀ ଥିବେ, ସମସ୍ତେ ଥିବେ। ତ ସେଥିପାଇଁ ନେଇକିରି କିଛି ଜିନିଷ ଯିବାଟା ନିହାତି ଜରୁରୀ। ତ ଗଲି, ପ୍ରଥମେ ତ ମୁଁ ମୋ ସାଙ୍ଗକୁ ରଙ୍ଗ ଲଗେଇଲି, ତାପରେ ତା ବାବାକୁ ରଙ୍ଗ ଲଗେଇ ଓଳିଘେଇଲି, ତାଙ୍କ ମାଆକୁ ରଙ୍ଗ ଲଗେଇଲି। ଆଉ ମୁଁ ସତ କହିବି, ମୋ ସାଙ୍ଗର ମାଆକୁ ଦେଖି ମୁଁ ପୁରା ଫିଦା ହେଇଗଲି। ସାଙ୍ଗର ମାଆ ଏତେ ସୁନ୍ଦର ଥିଲା, କଳ୍ପନା ବାହାରେ। ସେ ଡାଇଟିଂ ବି କରୁଥିଲେ, ଆଉ ତାଙ୍କର ଫିଗର ବି ମ୍ୟାନେଜ୍ କରି ରଖୁଥିଲେ, ଯାହାକି ଗୋଟେ 25 ବର୍ଷ 24 ବର୍ଷର ଟୋକି ବି କେବେ ବି ମ୍ୟାନେଜ୍ କରିକିରି ରଖିପାରିବନି, ଯେମିତି ସେ ମାଇକିନିଆ ଖଣ୍ଡେ ମ୍ୟାନେଜ୍ କରି ରଖୁଥିଲା। ତା'ର ପୁଅର ବୟସ 23 ବର୍ଷ ହେଲାଣି, ହେଲେ ସେ ମାଇକିନିଆ ଖଣ୍ଡକ ଏମିତି ଲାଗୁଥାଏ ଯେମିତିକି ସେ 23 ବର୍ଷର ଟୋକି। ତା ଦୁଧ ପୁରା ମିଡ଼ିୟମ୍ ସାଇଜ୍, ଆଉ ତା'ର ବୁଣ୍ଡି ପୁରା ନାଲି ଫରଫର, ଆଉ ତା'ର ଗାଣ୍ଡି ଦେଖିକିରି, ଶାଢ଼ୀ ତା'ର ଗାଣ୍ଡି ଅଧାକୁ ଥାଏ, ତା ଗାଣ୍ଡିର କଟିଂ ଦେଖି ମୋ ଭାଣ୍ଡ ଠିଆ ହେଇଗଲା। ମୁଁ ମନେ ମନେ ସେଇଠି ସ୍ୱପ୍ନ ଦେଖିଥିଲି, ମୁଁ ଆକୁ କୁଣ୍ଢେଇକିରି ଗେହି ଦେଇକିରି ରଙ୍ଗ ଲଗେଇଥାନ୍ତି। ହେଲେ ହଠାତ୍ ମୋ ସାଙ୍ଗ କହିଲା ସୁଦୀପ, କ'ଣ ଭାବୁଛୁ, ଘର ଭିତରକୁ ଚାଲ। ମୁଁ ଘର ଭିତରକୁ ଆସିଲି।
ଆଉ ସେଦିନ ମୋତେ କିଛି ନାହିଁ ଘର ଭିତରକୁ ଆସିସାରିଲା ପରେ ମୁଁ ସେଦିନ ରଙ୍ଗ ଲଗେଇଲି। ରଙ୍ଗ ଲଗେଇ ସାରିଲା ପରେ ସେ ହେଉଛି ତାଙ୍କ ସୁଧୀର ଯେଉଁ ମୋ ସାଙ୍ଗର ମାଆ ଯିଏ ଥିଲେ ସେ ସାଙ୍ଗର ମାଆ ଯିଏ ଥିଲେ ସେ ଆସିଲେ। ସେ ମାଇକିନି ଆସିଲା ପରେ ମୋତେ କହିଲା ସୁଦୀପ ଆମ ଘରକୁ ବହୁତ ଦିନ ପରେ ଆସିଛ, ମୁଁ ତୁମ ପାଇଁ କିଛି ଜଳଖିଆ ବନେଇ ନେଉଛି, ତୁମେ ଖାଇନିଅ। ମୁଁ କହିଲି ନାଇଁ ମାଉସୀ ତୁମେ କିଛି ବନାଉନି, ମୁଁ ଖାଇବିନି, ମୁଁ ଖାଇକିରି ଆସିଛି। କାହିଁକିନା ହଠାତ୍ ହଁରେ ହଁ ମେସେଜ୍ ଦେଲେ କ'ଣ ଗୋଟେ ରହିବ, ତ ସେଥିପାଇଁ ମୁଁ କହିଲି ମୁଁ ଖାଇକିରି ଆସିଛି, ତୁମେ ଖାଇନିଅ। ସେ କହିଲା ହଉ ଠିକ୍ ଅଛି, ତୁମେ ଚିନ୍ତା କରନି, ମୁଁ ତୁମ ପାଇଁ ଅଳ୍ପ ବହୁତ ଚାହା କରିଦେଉଛି, ତୁମେ ପିଇଦେବ। ମୁଁ କହିଲି ଠିକ୍ ଅଛି। ତ ସେଇ ସମୟରେ ମୋ ସାଙ୍ଗର ଗୋଟେ ଫୋନ୍ ଆସିଲା, ସେ ଘରକୁ ପଳେଇଲା, ଘରୁ ବାହାରକୁ ପଳେଇଲା। ଆଉ ସେ ବୁଢ଼ାଟା ଯିଏ ତା'ର ଅଲଗା ରୁମ୍ରେ ସେ ତା'ର ଶୋଇଥାଏ, ତାଙ୍କ ଦେହ ଫେହ ବୋଧେ ଭଲ ନଥାଏ, ତା ବାବା ଯିଏ ସେ ଶୋଇଥାଏ। ଏ ଡାଇଟିଂ କରୁଛି, ୟା ପାଇଁ ମୋରି ଭଳିଆ ଗୋଟେ ହ୍ୟାଣ୍ଡସମ୍ ଟୋକାଟେ ନିହାତି ଜରୁରୀ ଥିଲା। ଆଉ ସେଇ ସମୟରେ ମୁଁ ଯାଇ ପହଞ୍ଚି ବି ଗଲି। ମୁଁ ତାଙ୍କୁ ପକେଟରୁ ରଙ୍ଗ ବାହାର କଲି, ତାଙ୍କ ଗାଲରେ ଟିକେ ଲଗେଇଦେଲି। ପ୍ରଥମେ ତ ମୁଁ ତାଙ୍କ ହାତରେ ରଙ୍ଗ ଲଗେଇଲି। ମୁଁ କହିଲି କାଳେ ଖରାପ ଭାବିବେ। ତାପରେ ମୁଁ କହିଲି ଗୋଟେ କଥା କହିବି, ଖରାପ ଭାବିବନି ନା? କୁହନ୍ତୁ। ମୁଁ ଖରାପ କାହିଁ ଭାବିବି, ତମେ ମୋ ପୁଅର ସାଙ୍ଗ, ତମେ ଦେଖିବା ପାଇଁ ବି ସ୍ମାର୍ଟ ଆଉ ହ୍ୟାଣ୍ଡସମ୍ ଟୋକାଟେ, ମୁଁ ଖରାପ କ'ଣ ପାଇଁ ଭାବିବି? ମୁଁ କହିଲି ତମ ଗାଲରେ ଟିକେ ରଙ୍ଗ ଲଗେଇବି? ସେ କହିଲେ ହଁ ଲଗାଅ, ଅସୁବିଧା କିଛି ନାହିଁ। ତ ମୁଁ ତାଙ୍କ ଗାଲରେ ରଙ୍ଗ ଲଗାଇଲି, ହସିକିରି ଆମେ ଦୁଇ ଜଣ ପୁରା ଫ୍ରେଣ୍ଡରେ ହେଇ କଥା ହେଲୁ। କଥା ହେଇସାରିଲା ପରେ ବହୁତ ସାରା କଥାବାର୍ତ୍ତା ହେଲୁ। ମୁଁ ତାଙ୍କ ବିଷୟରେ ପଚାରିଲି, ମୁଁ ତାଙ୍କ ଖାଇବା କଥା ପଚାରିଲି, ତାଙ୍କର କେମିତି ସେ ମେଣ୍ଟେନ୍ କରି ରଖିଛନ୍ତି ସେ ତାଙ୍କର ଫିଗର କଥା ପଚାରିଲି, କେମିତି ଏତେ କମ୍ ବୟସରେ ସେ ବିବାହ କରିନେଲେ ସବୁ କଥା ପଚାରିଲି। ତାଙ୍କୁ ଏମିତିକି ସେ ଘିଆରେ ସନ୍ତୁଷ୍ଟି ପାଉଛନ୍ତି କି ନାହିଁ ସେ କଥା ବି ପଚାରିଲି। ହଁ ଆଜ୍ଞା। ତ ଏଇସବୁ ପଚରାପଚରି ପରେ ସେ ସବୁ କଥାକୁ ଇଏ କଲେ। ଧୀରେ ଧୀରେ ଆମ ଫ୍ରେଣ୍ଡସିପ୍ ବଢ଼ିଗଲା। ତାପରେ ମୁଁ ସେଇ କିଚନ୍ ରୁମ୍ରେ ତାଙ୍କ ଓଠକୁ ଚାଟିବାରେ ଲାଗିଲି। ମୁଁ ଆଉ ବିଶେଷ ଡେରି ନ କରି ତାଙ୍କ ଗାଲରେ ଗୋଟା ଚୁମା ଦେଇ ତାଙ୍କ ଓଠକୁ ଚାଟିବାରେ ଲାଗିଲି। ତା ଓଠକୁ ଯେତେ ଚାଟୁଥାଏ ନାଲି ଫରଫର ଓଠ ମୋତେ ଆହୁରି ମଜା ଦେଉଥାଏ ଚାଟିବା ପାଇଁ। ତ ଏମିତି କିଛି ସମୟ ଚଟାଚଟି ପରେ ତାପରେ ସେ କହିଲା ସୁଦୀପ ପ୍ଲିଜ୍ ଆଉ କଣ୍ଟ୍ରୋଲ୍ ହେଉନି। କହିଲି କଣ୍ଟ୍ରୋଲ୍ ହେଉନି କ'ଣ, ଗୋଟାଏ ଦିନରେ ସବୁ କିଛି ଆମେ ସାରିଦେବା? ସେ କହିଲା ଅସୁବିଧା କ'ଣ ଅଛି, ତମେ ମୋତେ ସୁଦୀପ ଏଠୁ ନେଇ ପଳେଇ ଚାଲ। ତମ ଛୁଆଁ ପାଇ ତମ ଘିଆଁ ଖାଇ ମୁଁ ତମ ଘିଆଁ ଖାଇବା ପାଇଁ ବହୁତ ପାଗଳି ହେଲିଣି। ଆଉ ତମେ ଯେଉଁ ରଙ୍ଗ ଲଗେଇ ମୋ ଦୁଧକୁ ଚିପିଲ ମୋତେ ବହୁତ ମଜା ଆସିଲା। ମୁଁ ରଙ୍ଗ ଲଗେଇବା ସମୟରେ ତା ଗାଲ ଆଉ ତା ଦୁଧରେ ହାତ ଲଗେଇ ଦେଇଥିଲି। ତ ଏଇ କଥା କହିଲା ପରେ ମୁଁ ତା ଜଙ୍ଘରେ ହାତ ପକେଇଦେଲି। ହାତ ପକେଇ ଆମେ ବସିଲୁ। ତାପରେ ମୁଁ ତା ଜଙ୍ଘକୁ ଏମିତି ଧୀରେ ଧୀରେ ଆଉଁସିବାରେ ଲାଗିଲି। ଆଉ ସେ ବି ଶାଢ଼ୀକୁ ଉପରକୁ କରିଦେଲା। ମୁଁ ମନେ ମନେ ଭାବୁଥାଏ ଏ ମାଇକିନା ପୁରା ଘିଆ ଖାଇବା ପାଇଁ ପୁରା ପାଗଳି, ଆଉ ତା ବିଆରେ ପାଣି ପୁରା ଭରି ହେଇ ରହିଛି, ଜମାରୁ ବାହାରିନି। ପୁରା ବହୁତ ମଜା ଦେବ ମୋତେ ଏଇ ଘିଆଁ। ତ ଏମିତି କଥା ହେଲା ବେଳେ ତାପରେ ମୁଁ ତା ଓଠରେ ଓଠ ମିଶାଇ ଚୁଚୁମିବାରେ ଲାଗିଲି, ତା ଦୁଧ ଦୁଇଟାକୁ ଚିପିବାରେ ଲାଗିଲି। ତା ନାଲି ଫରଫର ଦୁଧ ଦେଖି ମୋ ଭାଣ୍ଡ ଖାଲି ଛନ ଛନ ହେଉଥାଏ ଗେହିବା ପାଇଁ। ହେଲେ ମୁଁ କ'ଣ କରିବି, ଗେହି ପାରୁନଥାଏ। କାହିଁକିନା ଘରେ ଅଚାନକ କିଏ ଆସିଯିବ, ସେ ମୋ ସାଙ୍ଗ ଯିଏ ବାହାରକୁ ଯାଇଛି କାଳେ ସିଏ ଆସିଯିବ, ଏଇଆ ଚିନ୍ତା କରି ମୁଁ ତାକୁ ଗେହି ପାରୁନଥାଏ। ମୁଁ ଯେମିତି ତାକୁ ବେଡ଼୍ ଉପରକୁ ଉଠେଇ ନେଇ ତା ଅଣ୍ଟା ପାଖରୁ ଚଢ଼ିକି ଖୋଲିବାରେ ଲାଗିଛି, ସେଇ ସମୟରେ କଲିଂ ବେଲ୍ ବାଜିଲା ଆଉ ତା ପୁଅ ଆସିଗଲା। ଆମେ ଫଟ୍ ଫାଟ୍ କପଡ଼ା ପିନ୍ଧି ଠିଆ ହେଇଗଲୁ। ଠିଆ ହେଇସାରିଲା ପରେ ତାପରେ ସେଇ ସମୟରେ ବର୍ଷା ଧୀରେ ଧୀରେ ହେବାକୁ ଲାଗିଲା। ବର୍ଷା ହେଉନଥାଏ, କ'ଣ ପାଇଁ ହେଲା ହୋଲିରେ ମୁଁ ବି ଜାଣିନି। ମୁଁ ଆଉ ଘରକୁ ଆସିପାରିଲିନି। ଘରକୁ ନ ଆସିପାରିଲା ପରେ ମୋ ସାଙ୍ଗ କହିଲା ତୁ ଆଜି ଗୋଟେ କାମ କରେ, ଆମ ଘରେ ରହିଯା, ତୁ କାଲି ସକାଳକୁ ପଳେଇବୁ। ତା ବୋଉ ବି ବହୁତ ମୋତେ ବାଧ୍ୟ କଲା, କହିଲା ତମେ ଆଜି ଯାଅନା। ମୁଁ ଜାଣିଛି ଯେ ମାଇକିନା ମୋତେ କ'ଣ ପାଇଁ ବାଧ୍ୟ କରୁଛି। ମୋତେ ମୋଠୁ ସେ ଘିଆଁ ଖାଇବ ଆଉ ମୋ ବାଣ୍ଡକୁ ଚାଟିବ ବୋଲି ସେ ମାଇକିନା ମୋତେ ଜବରଦସ୍ତି ଘରେ ରଖିଲା। ଘରେ ରଖିବା ପରେ ସେ ମାଇକିନା ମୋତେ କହିଲା ସବୁବେଳେ ମୋ ଉପରେ ନଜର ରଖୁଥାଏ, ମୋ ଖାଇବା ପିଇବା କଥା ପଚାରୁଥାଏ, ମୋ ଦେହ କଥା ପଚାରୁଥାଏ। ସବୁ କଥା ପଚାରିଲା ପରେ ମୁଁ କହିଲି ମନେ ମନେ ତାକୁ କହିଲି, ମୁଁ ତା କାନରେ କହିଲି, ମୁଁ କହିଲି ଆମେ କେଉଁଠି ଘିଆଁ ହେବା, ତମେ କହୁନ କ'ଣ ପାଇଁ? ତାଙ୍କ ସେପଟରେ ଗୋଟେ ଗୁହାଳ ଘର ଥିଲା, ପୁରୁଣା ଗୁହାଳ ଘର। ଯେହେତୁ ତାଙ୍କର ଗାଈ ନାହିଁ, ହେଲେ ପୁରୁଣା ଗୁହାଳ ଘରଟେ ଥିଲା। ତ ସେ କହିଲା ମୋ ପୁଅ ଯେତେବେଳେ ଶୋଇପଡ଼ିବ ଆମେ ଗୁହାଳ ଘର ଭିତରେ ଆମେ ଯାହା କିଛି ଆମେ ସମ୍ପର୍କ ରଖିବା। ମୁଁ କହିଲି ହଉ ଠିକ୍ ଅଛି, ଯଦି ତୁମର ଏଇଆ ଇଚ୍ଛା ତାହେଲେ ତୁମ ଗୁହାଳ ଘର ଭିତରେ ହିଁ ସମ୍ପର୍କ ରଖିବା। ତ ଏଇ କଥାବାର୍ତ୍ତା ଆମର ଚାଲିଥାଏ। ରାତି ପ୍ରାୟ 10:45 ହେଇଯାଇଥାଏ। 45 ମିନିଟ୍ ହେଲା ପରେ ମୁଁ କ'ଣ କଲି, ଯେଉଁ ଶୋଇବାର ବାହାନା କଲି, ଆଉ ମୋ ସାଙ୍ଗ ବି ପୁରା ନିଦରେ ଶୋଇଗଲା। ଯେତେବେଳେ ନିଦରେ ଶୋଇଗଲା ମୁଁ ଉଠି ସେ ମାଇକିନାର କବାଟ ଧୀରେକିନା ଖୋଲି
ଖୋଲିଲା ବେଳକୁ ସେ ମାଇକିନା ତା ଦୁଧକୁ ଚିପିବାରେ ଲାଗୁଛି। ଆଉ ମୁଁ ଦେଖିକିରି ପାଗଳ ହୋଇଗଲି। ତାପରେ ମୁଁ ସେ ମାଇକିନାକୁ ଚୁପ୍ ଚୁପ୍ ତା ହାତ ଧରି ତାଙ୍କ ଭଙ୍ଗା ଗୁହାଳ ଘରକୁ ଭିତରକୁ ନେଇକିରି ଆସିଲି। ନେଇକିରି ଆସିଲା ପରେ ମୁଁ ତା ଗାଣ୍ଡିରେ ମୁଁ ଆଙ୍ଗୁଠିକି ପୁରେଇଲି। ତା ଗାଣ୍ଡି ଭିତରେ ଆଙ୍ଗୁଠି ପୁରଉଥାଏ, ତା ଗାଣ୍ଡି ପୁରା ଟାଇଟ୍ ଗାଣ୍ଡି। ଆଉ ଆଙ୍ଗୁଠି ମୋର ପଶିଥାଏ, ମୋତେ କିନ୍ତୁ ବଡ଼ ମଜା ଆସୁଥାଏ। ତାପରେ ତା ବିଆରେ ଆଙ୍ଗୁଠି ପୁରେଇ, 2 ଆଙ୍ଗୁଠି ପୁରେଇ ତା ବିଆକୁ କଚ୍ କଚ୍ କରି ଚାଟିଲି। ଯେତେ ଚାଟୁଥାଏ ତା ବିଆକୁ ମୋତେ ସେତେ ମଜା ଲାଗୁଥାଏ। ଆଉ ସେ ବି କହିଲା, ପ୍ଲିଜ୍ ସୁଦୀପ, ତମ ବାଣ୍ଡ ଦେଖାଅ, ତମ ବାଣ୍ଡ ଦେଖାଅ, ମୋତେ ଏଇଭଳିଆ କହୁଥାଏ। ଆଉ ମୁଁ କହିଲି ଚୁପ୍, ତା ଓଠରେ ହାତ ଦେଇ କହିଲି, ମୁଁ କହିଲି ଚୁପ୍, କାଳେ କିଏ ଶୁଣି ନେବ। ତାପରେ ସେ ମୋ ବାଣ୍ଡକୁ ଧରେଇଲି, ତା ଦୁଧ ଦୁଇଟାରେ ସେ ଘଷିବାକୁ ଲାଗିଲା। ଆଉ ଘଷି ଘଷି ତା ଦୁଧ ଦୁଇଟାରେ ମୋ ବାଣ୍ଡକୁ ଚାଟିବାରେ ଲାଗିଲା। ମୁଁ ତା ବିଆକୁ ଚାଟୁଥାଏ, ଆଉ ସେ ମୋ ବାଣ୍ଡକୁ ଚାଟୁଥାଏ। ମୁଁ ତା ବିଆକୁ ଚାଟୁଥାଏ, ଆଉ ସେ ମୋ ବାଣ୍ଡକୁ ଚାଟୁଥାଏ। ଏମିତି ଚଟାଚଟି ପରେ ମୁଁ ତାକୁ ଗେହିଲି, ଆଣ୍ଠେଇ ପେଟେଇ ଗୋଡ଼େଇ ପୋଡ଼େଇ ପୁରା ଚାଟି ଚୁଟି ଗେହିଲି। ଘେଇଁ ପୁରା ନାଳ ବାହାରିଗଲା। ତାପରେ ମୁଁ ଥକି ଗଇ ସେ ଗୁହାଳ ଘରେ ପଡ଼ିଗଲି। ମୋ ପିଠିରେ ଧୂଳି ଲାଗିଥାଏ। ତ ମୁଁ ତାକୁ କହିଲି, ମୁଁ ବାଥରୁମ୍ରେ ଗାଧେଇ ପଡ଼ିବି। ସେ କହିଲା, ନା, ତମେ ଏବେ ଗାଧାଅନି, ତାପରେ ଗାଧେଇଲେ ଇଚ୍ଛା ସମସ୍ତେ ଦେଖିବେ। ତାପରେ ପୋଛି ପାଛି ହେଇ ସେମିତି ଅଳ୍ପ ବହୁତ ଦେହରେ ପାଣି ଲଗେଇ ମୁଁ ଆସି ଶୋଇପଡ଼ିଲି। ସକାଳ ହେଲା, ସକାଳେ କହିଲା, ସୁଦୀପ, ଆଉ ମୁଁ ତମ ପାଇଁ କିଛି ଆଉ ଟିକେ ବ୍ରେକଫାଷ୍ଟ କରିଦେଉଛି, ଖାଇକିରି ତମେ ପଳେଇବ। ସେଇ ସମୟରେ ଆମେ ବ୍ରେକଫାଷ୍ଟ ନାଁରେ ମୁଁ କିଚନ୍ ରୁମ୍କୁ ପଳେଇଲି। ମୁଁ ଆହୁରି ତା ଦୁଧକୁ ଚିପିବାରେ ଲାଗିଲେ। ସେ କହିଲା, ସୁଦୀପ, ମୋର ତ ତମକୁ ଛାଡ଼ିବାକୁ ଇଚ୍ଛା ହେଉନି, ହେଲେ କ'ଣ କରିବା, ପରିସ୍ଥିତି ଏମିତି, ଆମକୁ ଯିବାକୁ ପଡ଼ିବ। ମୁଁ କହିଲି, ତମେ ଟେନସନ୍ ନିଅନି, ତମ ପୁଅ ବିଦେଶ ପଳେଇଲେ ମୁଁ ତମ ଘରକୁ ସବୁଦିନ ଆସିବି। ତ ସତକୁ ସତ ସେ ବିଦେଶ ପଳେଇଲା। ତାପରେ ଭିଡ଼ିଓ ମୁଁ ଆପଣଙ୍କ ପାଇଁ ଆଣିକିରି ହିଁ ଆସୁଛି, ଟେନସନ୍ ନିଅନ୍ତୁନି। ଏଇ ଭିଡ଼ିଓ ଆପଣଙ୍କୁ କେତେ ମଜା ଦେଲା ମୋତେ ନିହାତି କମେଣ୍ଟ କରି ଜଣାଇବେ। ମୋର ପୁରୁଣା ଭିଡ଼ିଓ ସବୁ ମୁଁ ଡିଲିଟ୍ କରିଦେଇଛି କୌଣସି କାରଣବଶତଃ ଯୋଗୁଁ। ଆପଣମାନେ ମୋତେ ଏଇ ଭିଡ଼ିଓରେ ସପୋର୍ଟ କରନ୍ତୁ, ଭଲ ପାଇବା ଦିଅନ୍ତୁ। ପୂର୍ବ ଭଳି ମୁଁ ଆପଣଙ୍କ ପାଇଁ ବହୁତ ସୁନ୍ଦର ଭିଡ଼ିଓ ଆଣିକିରି ଆସିବି, ଆହୁରି ବେଷ୍ଟ ଭିଡ଼ିଓ ଆଣିକିରି ଆସିବି। ତ ସେତେବେଳେ ଯାଇକି ମୋତେ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍, ଲଭ୍ ୟୁ ଅଲ୍।